ଜ୍ଞାନୀଙ୍କ ଗୁଲାମ ହୁଅ କିନ୍ତୁ ଅଜ୍ଞାନୀଙ୍କର ନୁହେଁ। ଜ୍ଞାନୀଙ୍କ ଗୁଲାମ ହେଲେ ଅନେକ କିଛି ଜ୍ଞାନ ମିଳିବ, ଅନେକ କିଛି ଶିକ୍ଷା ମିଳିବ। ହେଲେ ଅଜ୍ଞାନୀଙ୍କର ଗୁଲାମ ହୋଇ ତେଲ ମାରି ଉପରକୁ ବଢ଼ିବାରେ କିଛି ମାନେ ନାହିଁ। ନା ଜ୍ଞାନ ମିଳିବ ନା ଶିକ୍ଷା ମିଳିବ। କେବଳ ସେଇ ଗୋଟିଏ ଶିକ୍ଷା ମିଳିବ, କେମିତି ପରକୁ ଦବେଇ କାହା କାନ୍ଧରେ ଗୋଡ଼ ଦେଇ ଉପରକୁ ଉଠିବା। ସେ ଶିକ୍ଷା ଦରକାର ନାହିଁ ଆଜ୍ଞା, ସେ ଜ୍ଞାନ ଦରକାର ନାହିଁ ଆଜ୍ଞା। ଉପଯୁକ୍ତ ଜ୍ଞାନ, ଯେଉଁ ଜ୍ଞାନ ଆମ ଜୀବନରେ ଆଲୋକିତ କରିବ, ଯେଉଁ ଜ୍ଞାନ ଆମ ଜୀବନକୁ ସରସମୟ କରିବ, ସେମିତି ଜ୍ଞାନ ପାଇବା ପାଇଁ ଜ୍ଞାନୀମାନଙ୍କର ଗୁଲାମ ହେବା ନିହାତି ଆବଶ୍ୟକ। ଯଦି ଆମେ ଜ୍ଞାନୀମାନଙ୍କର ଗୁଲାମ ହୋଇପାରୁନେ, ତେବେ ଆମେ ଅଜ୍ଞାନୀମାନଙ୍କ ପାଖରୁ କିଛି ଶିକ୍ଷା ନେବା ବି ଦରକାର ନାହିଁ। ଜ୍ଞାନୀ ଓ ଅଜ୍ଞାନୀ ଚିହ୍ନିବାର ଆବଶ୍ୟକତା ଅଛି। କିଏ ଭଲ ଜ୍ଞାନ ଦେଉଛି, କିଏ ଆମକୁ ଖରାପ ଜ୍ଞାନ ଦେଉଛି, ବା କିଏ ଆମକୁ ଭଲ ରାସ୍ତାରେ ନେଉଛି, କିଏ କେଉଁ ପଥରେ ନେଉଛି, ସେ ଜିନିଷକୁ ଆମକୁ ତର୍ଜମା କରିବାର ଜରୁରୀ ଅଛି। ଆଉ ସବୁବେଳେ କିଛି ନା କିଛି ଭଲ ଶିକ୍ଷା ସମସ୍ତଙ୍କ ପାଖରୁ ନେବାର ଆବଶ୍ୟକତା ଅଛି। ଏଇ ତ ଜୀବନର କଥା।